ମା ତାରିଣୀ ଦୁଃଖ ହାରିଣୀ। ସେହି ମା ତାରିଣୀ ପ୍ରକୃତରେ କିଏ? କେଉଁଠୁ କେମିତି ଆସିଲେ? ଆସନ୍ତୁ ଦେଖିବା ଗପ ଅମୃତରେ। ମା ତାରିଣୀ ବାସ କରୁଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ଠାରେ। ମା ତାରିଣୀଙ୍କର ଘଟଗାଁ ଆବିର୍ଭାବ ହେବା ପଛରେ କିମ୍ବଦନ୍ତୀ କୁହେ, ମାତା ସୀତାଙ୍କୁ ରାବଣ ଚୋରି କରି ନେଇଯିବା ପରେ ମ୍ରିୟମାଣ ଶ୍ରୀରାମଚନ୍ଦ୍ର ବନଭୂମି, ଗିରିକାନ୍ତର ଓ ଜନପଦ ଘୂରି ଘୂରି ପରମ ପରାକ୍ରମୀ ରାବଣ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ କ୍ଳାନ୍ତ ଶ୍ରାନ୍ତ ରାମଚନ୍ଦ୍ର ମାତା ସୀତାଙ୍କୁ ଫେରାଇ ଆଣିବା ନିମନ୍ତେ ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତି। ରାମଚନ୍ଦ୍ରଙ୍କର ଅବିଚଳ ଧ୍ୟାନ ଯୋଗୁଁ ତାଙ୍କ ମାନସପଟରେ ବରଦାୟିନୀ ମା ଦୁର୍ଗା ଉଦ୍ଭାସିତ ହେଲେ। ଦେବୀଙ୍କ ଜ୍ୟୋତିରେ ଉଦ୍ଭାସିତ ଶ୍ରୀରାମ ଚକ୍ଷୁ ଖୋଲି ଦେଖିଲା ବେଳକୁ ଶକ୍ତିମୟୀ ପାଲଟି ଗଲେ ଖଣ୍ଡେ ଶିଳା ରୂପେ। ସେହି ଶିଳାକୁ ପ୍ରଭୁ ଶ୍ରୀରାମ ଶକ୍ତିମୟୀ ଭାବରେ ପୂଜା କରି ମାଙ୍କଠାରୁ ଶକ୍ତି ପାଇ ରାବଣକୁ ପରାସ୍ତ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ। ସୀତାଙ୍କୁ ହରାଇଥିବା ପ୍ରଭୁଙ୍କ କଷ୍ଟ ତାରଣ କରିଥିବାରୁ ଶିଳାରୂପା ଶକ୍ତି ପ୍ରଦାୟିନୀ ସେହି ଶିଳା ତାରିଣୀ ନାମରେ ନାମିତ ହେଲେ। ଶୁଣାଯାଏ, କାଞ୍ଚି ସହରର ଅନତି ଦୂରରେ ଘଟିଥିଲା ଏହି ଅଲୌକିକ ଘଟଣା। ସହସ୍ରାଧିକ ବର୍ଷ ଶିଳା ରୂପିଣୀ ମା ତାରିଣୀ ପୂଜିତା ହୋଇ ଆସୁଥିଲେ କାଞ୍ଚି ନିକଟସ୍ଥ ସେହି ଘୋର ଅରଣ୍ୟାନୀ ମଧ୍ୟରେ। କେନ୍ଦୁଝରର ଘଟଗାଁ ସ୍ଥିତ ଉପାସନା ଗୃହରେ ମା ତାରିଣୀ ଉପାସିତା ହେଉଛନ୍ତି। ଉପାସନା ଜାଗାଟି ଚାରିପଟୁ ମୁକ୍ତ ଯଦିଓ ପୀଠର ଶୀର୍ଷଟି ଦେଉଳ ଆକୃତିର। ଉପାସନା କ୍ଷେତ୍ରର ଚାରିପଟେ ଅନୁଚ୍ଚ ମାର୍ବଲର ପାଚେରୀ ରହିଛି। ତାରିଣୀ କ୍ଷେତ୍ରରେ ଉତ୍ତର ପଟରେ 8 ଫୁଟ ଲମ୍ବ ଓ ପ୍ରସ୍ଥ ବିଶିଷ୍ଟ ମଣ୍ଡପସମ ଜାଗାରେ ମା ତାରିଣୀ ପୂଜା ପାଉଛନ୍ତି। ମାଙ୍କ ମନ୍ଦିର ଭିତରେ ଗୁରୁଭା, ସାହାଡ଼ା, ତମଲଗୁଡୁ, ମଧୁମାଳତୀ, କୁସୁମ, ମନ୍ଦାର ଓ ଅଷାଢୁଆ ଆଦି ବୃକ୍ଷ ଓ ଲତାମାନ ଶୋଭା ପାଉଛନ୍ତି। ଅତୀତରେ ମାଙ୍କ ପୀଠସ୍ଥଳୀ ଦ୍ରୁମ ଓ କିଛି କିଛି କଣ୍ଟକ ଲତାରେ ଏଇଭଳି ପରିପୂର୍ଣ୍ଣ ଥିଲା ଯେ ପୂଜକ ଦିନରେ ମାତ୍ର ଥରେ ଯାଇ ପୂଜା କରି ଫେରି ଆସୁଥିଲା। ଉକ୍ତ ଜାଗାଟି ପୂର୍ବରୁ ବ୍ୟାଘ୍ରମାନଙ୍କ ଦ୍ୱାରା ସୁରକ୍ଷିତ ଥିବାର ପ୍ରମାଣ ମିଳେ। ଉତ୍ତର ପଟେ ମନ୍ଦିରର ଶିଖରଟିର ଉଚ୍ଚତା ପ୍ରାୟ 20 ଫୁଟ ହେବ। ଆଉ ତାହାରି ତଳେ କଳା ପଥର ଆଚ୍ଛାଦିତ ଚଟାଣ ଉପରେ ପୂଜିତା ମା ତାରିଣୀଙ୍କର ବିଗ୍ରହ। ଭୂମିରୁ ଫୁଟି ବାହାରିଥିବା ମାତ୍ର 20 ଇଞ୍ଚ ଉଚ୍ଚତାର ମାଙ୍କ ପଥର ବିଗ୍ରହର ଲାବଣ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ମାଙ୍କ ବିଗ୍ରହ ଶିଳା ଦେହରେ ଲଗାଯାଇଛି 2ଟି ଧାତବ ଚକ୍ଷୁ ଓ ଭ୍ରୂଲତା। ରଙ୍ଗ ଦ୍ୱାରା ଚିତ୍ରା ଯାଇଛି ଜିଭ ଏବଂ ମସ୍ତକରେ ଶୋଭା ପାଉଛି ରୂପାର କିରୀଟ। ଦେବୀଙ୍କ ଦୁଇ ପାର୍ଶ୍ୱରେ ଦକ୍ଷିଣକୁ ମୁହଁ କରି ପ୍ରାୟ 8 ଇଞ୍ଚ ଉଚ୍ଚତାର 2ଟି ପଥର ସିଂହ ମୂର୍ତ୍ତି ରହିଛନ୍ତି। ଦେବୀଙ୍କ ପଶ୍ଚାତ୍ ପଟରେ ତମଭୁଗୁଡୁ ଗଛ ତଳେ 3ଟି ସିଂହ ମୂର୍ତ୍ତି ସହ ମାଙ୍କ ତ୍ରିଶୂଳ ଓ ବାନା ପ୍ରଭୃତି ରଖାଯାଇଛି। ତାହା ସହିତ କିଛି ପିତ୍ତଳ ଘୋଡ଼ା ଓ ପିତ୍ତଳ ସାପ ମଧ୍ୟ ଅଛନ୍ତି। ମା ତାରିଣୀ ହେଉଛନ୍ତି ଶକ୍ତି ରୂପା ମା ଦୁର୍ଗାଙ୍କର ସ୍ୱରୂପ। ଅବିନଶ୍ୱର ଦିବ୍ୟ ଚେତନାର ଉତ୍ସ ହେଉଛନ୍ତି ପରାଶିବ ଅର୍ଥାତ୍ ପରିପୂର୍ଣ୍ଣ ଶିବ ଏବଂ ତାଙ୍କର ଶକ୍ତି ପରାଶକ୍ତି। ପରାଶକ୍ତିଙ୍କଠାରୁ ଆଦ୍ୟାଶକ୍ତି, ଆଦ୍ୟାଶକ୍ତିଙ୍କଠାରୁ ଇଚ୍ଛାଶକ୍ତି, ତାହାପରେ ଜ୍ଞାନଶକ୍ତି ଏବଂ କ୍ରିୟାଶକ୍ତି। ସଦାଶିବଙ୍କର 5 ଗୋଟି ବିଭବ ଈଶାହ, ତତ୍ପୁରୁଷ, ଅଘୋର, ବାମଦେବ, ସଦ୍ୟଜାତ ପଞ୍ଚମନ୍ତ୍ର ଓ ପଞ୍ଚକୃତ୍ୟ ସହିତ ଏହି 5 ଗୋଟି ଶକ୍ତି ଜଡ଼ିତ। ଏହା ହେଉଛି ଶିବ ଶକ୍ତିଙ୍କର ତତ୍ତ୍ୱ। କିମ୍ବଦନ୍ତୀ ଅନୁଯାୟୀ ଏକ ଅଲୌକିକ ଘଟଣା ଦ୍ୱାରା ମା ତାରିଣୀ ଆସିଲେ ଘଟଗାଁକୁ। 1480 ସାଲର ଏହି ଘଟଣା ଅନୁସାରେ କେନ୍ଦୁଝରର ରାଜା ଗୋବିନ୍ଦ ଭଞ୍ଜ ନିଜ ବୀରତ୍ୱ ଓ ସାମରିକ ଦକ୍ଷତା ଦ୍ୱାରା ପୁରୀର ଗଜପତି ରାଜାଙ୍କର ପ୍ରିୟପାତ୍ର ହୋଇପାରିଥାନ୍ତି।
ସେତେବେଳକୁ ଗଜପତି ରାଜା ପୁରୁଷୋତ୍ତମ ଏକାଧିକ ଥର କାଞ୍ଚି ଆକ୍ରମଣ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ପୁରୁଷୋତ୍ତମଙ୍କର କାଞ୍ଚି ଅଭିଯାନ ବିଫଳ ହେବା ପରେ ଦ୍ୱିତୀୟ ଥର ଆକ୍ରମଣ ପୂର୍ବରୁ ସେ ଉଭୟ ଦୈବୀ ଓ ମାନବୀ ବଳର ସାହାଯ୍ୟ ନେଇ କାଞ୍ଚି ରାଜାଙ୍କୁ ପରାସ୍ତ କରି କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ପୁରୀକୁ ନେଇ ଆସିଥିଲେ। ଲୋକକଥାରେ ଶୁଣାଯାଏ, ରାଜା ପୁରୁଷୋତ୍ତମ ପ୍ରଥମ ଥର କାଞ୍ଚି ଅଭିଯାନରେ ପରାସ୍ତ ହୋଇ ମନ ଦୁଃଖରେ ଶ୍ରୀ ଜଗନ୍ନାଥଙ୍କର ଶରଣାପନ୍ନ ହେବାରୁ ଜଗନ୍ନାଥ ତାଙ୍କୁ ସ୍ୱପ୍ନରେ କହିଲେ, ମୋ ଗଳାରେ ଥିବା ସୁନ୍ଦର ମାଳାଟି ଯାହା ଗଳାରେ ଆସନ୍ତାକାଲି ପ୍ରଭାତରେ ଥିବ, ତାକୁ ସେନାପତି କରି ଦ୍ୱିତୀୟ ଥର ଯୁଦ୍ଧଯାତ୍ରା କରିଲେ ନିଶ୍ଚୟ ଜୟଯୁକ୍ତ ହେବୁ। ପରଦିନ ସକାଳେ ରାଜା ଗୋବିନ୍ଦ ଭଞ୍ଜଙ୍କ ଗଳାରେ ମାଳାଟି ଦେଖି ତାଙ୍କୁ ସେନାପତି ରୂପେ ନିଯୁକ୍ତି ଦେଇ କାଞ୍ଚି ଅଭିଯାନରେ ସଫଳ ହୋଇଥିଲେ। ଏଥିରେ ପୁରୁଷୋତ୍ତମ ଖୁସିର ନିଦର୍ଶନ ସ୍ୱରୂପ କାଞ୍ଚିର ରାଜ୍ୟଭାର ଗୋବିନ୍ଦ ଭଞ୍ଜଙ୍କୁ ଅର୍ପଣ କରିଥିଲେ। ଯୁବରାଜ ଗୋବିନ୍ଦ ଭଞ୍ଜଙ୍କର ସେତେବେଳେ ନିଜ ପିତା ତ୍ରିଲୋଚନ ଭଞ୍ଜଙ୍କ ସହିତ ମନୋମାଳିନ୍ୟ ଚାଲିଥିବାରୁ ଗୋବିନ୍ଦ ଭଞ୍ଜ ମଧ୍ୟ କାଞ୍ଚିର ରାଜ୍ୟଭାର ଗ୍ରହଣ କରିବା ସହିତ ଶ୍ରୀରାମଙ୍କ ଆରାଧ୍ୟା ମା ତାରିଣୀଙ୍କୁ ଆରାଧନା କରି ମାଙ୍କ ଆଶିଷ ଲାଭ କରିଥିଲେ। ହେଲେ ଘଟଣାକ୍ରମରେ ପଦ୍ମାବତୀଙ୍କୁ ରାଜା ପୁରୁଷୋତ୍ତମ ବିବାହ କରିବାରୁ ଏବଂ ତ୍ରିଲୋଚନ ଭଞ୍ଜଙ୍କର ମୃତ୍ୟୁ ହୋଇଯିବାରୁ ଗୋବିନ୍ଦ ଭଞ୍ଜ ନିଜ ରାଜଧାନୀ କେନ୍ଦୁଝରକୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହେଲେ। କାଞ୍ଚିରୁ ଫେରିବା ସମୟରେ ଗୋବିନ୍ଦ ଭଞ୍ଜ ମା ତାରିଣୀଙ୍କୁ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ କରି ସାଥିରେ କେନ୍ଦୁଝର ନେବା ପାଇଁ ବରପ୍ରାପ୍ତ ହେଲେ। ଗୋବିନ୍ଦ ଭଞ୍ଜଙ୍କର ଭକ୍ତିରେ ତାରିଣୀ କେନ୍ଦୁଝର ଯିବାକୁ ରାଜି ହେବା ପୂର୍ବରୁ ସର୍ତ୍ତଟିଏ ରଖିଥିଲେ ଯେ ଗୋବିନ୍ଦ ଅଶ୍ୱପୃଷ୍ଠରେ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ମା ତାରିଣୀ ତାଙ୍କୁ ଅନୁସରଣ କରିବେ। ରାସ୍ତା ସାରା ତାଙ୍କ ନୂପୁରର ଶବ୍ଦ ରୁଣୁଝୁଣୁ କରୁଥିବ, କିନ୍ତୁ କୌଣସି ସ୍ଥାନରେ ଯଦି ଗୋବିନ୍ଦ ପଛକୁ ଫେରି ଚାହାନ୍ତି, ତାହାହେଲେ ମାତା ସେଠାରେ ପାଷାଣ ପାଲଟିଯିବେ। ସର୍ତ୍ତରେ ରାଜି ହୋଇ ଗୋବିନ୍ଦ ଭଞ୍ଜ ଘଟଗାଁ ଯାଏଁ ଆସିଲେ। ଏବର ଘଟଗାଁର ଘୋର ଅରଣ୍ୟରେ ରାଜାଙ୍କ ଘୋଡ଼ା ଚାଲି ନ ପାରିବାରୁ ବିଶ୍ରାମ ପାଇଁ ଘୋଡ଼ାରୁ ଓହ୍ଲାଇ ଅସତର୍କତା ବଶତଃ ପଛକୁ ଚାହିଁଦେବାରୁ ମା ତାରିଣୀ ସେଇଠାରେ ଶିଳା ପାଲଟି ଯିବା ସହିତ ଶୂନ୍ୟବାଣୀ ଦ୍ୱାରା ନିଜର ଘଟାନ୍ତର କଥା ଜଣାଇଦେଲେ। ମାଙ୍କର ଘୋଡ଼ା ମାଟି ଘୋଡ଼ାରେ ରୂପାନ୍ତରିତ ହୋଇଗଲା। ରାଜା ଏହି ଘଟଣା ପାଇଁ ନିଜକୁ ଦାୟୀ କରି ମନସ୍ତାପ କରିବାରୁ ମା ଶୂନ୍ୟବାଣୀ ଦ୍ୱାରା କହିଲେ, ମୁଁ କେବଳ ତୋ ଚାହିଁବାରୁ ପାଷାଣ ହୋଇନାହିଁ, ବରଂ ଏହି ଘୋର ଅରଣ୍ୟର ଶୋଭା ମୋତେ ଆକର୍ଷିତ କରିଥିବାରୁ ମୁଁ ଏଇଠାରେ ରହିଗଲି। ମୁଁ ଏହି ବଣରୁ ତୋତେ ସାହାଯ୍ୟ କରିବି। ଯେତେବେଳେ ବିପଦ ଆସିବ, ଥରେ ତାରିଣୀ ବୋଲି ଡାକିଦେଲେ ମୁଁ ନିଶ୍ଚୟ ସହାୟ ହେବି। ଦୀର୍ଘ 500 ବର୍ଷ ହେଲା ମା ତାରିଣୀ ଶିଳା ରୂପରେ ପୂଜା ପାଇ ଆସୁଛନ୍ତି। ସମସ୍ତ ସଙ୍କଟରୁ ତାରଣ କରିପାରନ୍ତି ବୋଲି ମା ତାରିଣୀ ନାମ ବହନ କରିଛନ୍ତି। ମାଙ୍କର ପୂଜାରେ ଆଡ଼ମ୍ବର ନଥାଏ, ଅଳ୍ପରେ ମା ସନ୍ତୁଷ୍ଟ ହୋଇଥାନ୍ତି। ସକାଳର ବାଳଭୋଗରେ ତାଙ୍କୁ ଉଖୁଡ଼ା, ଛେନା, ଦହି, ନଡ଼ିଆ ଓ କଦଳୀ ପ୍ରଭୃତି ଅର୍ପଣ କରାଯାଇଥାଏ। ସକାଳ 10ଟା ସମୟରେ ମାଙ୍କୁ ଖେଚୁଡ଼ି, ଡାଲମା ଓ କ୍ଷୀରି ଅର୍ପଣ କରାଯାଇଥାଏ ଏବଂ ସନ୍ଧ୍ୟାରେ କ୍ଷୀରି ଓ ଚକୁଳି ପିଠା ଅର୍ପଣ କରାଯାଇଥାଏ। ଦେବୀଙ୍କର ମୁଖ୍ୟ ସେବାୟତ ଦେହୁରୀ ନାମରେ ପରିଚିତ। କେତେକ ଗବେଷକ ମତ ଦିଅନ୍ତି, ଗୋବିନ୍ଦ ଭଞ୍ଜ ଦେହୁରୀମାନଙ୍କୁ କାଞ୍ଚିରୁ ଆଣିଥିଲେ। ମାତ୍ର କେତେକଙ୍କ ମତରେ ଆଦିବାସୀ ବଂଶୋଦ୍ଭବ ଦେହୁରୀମାନେ ସେଠାକାର ମୂଳ ନିବାସୀ। ଦେବୀ ପୀଠର ନାମ ଘଟଗାଁ ହେବା ପଛରେ କିମ୍ବଦନ୍ତୀ କୁହେ, ଘୋର ଅରଣ୍ୟ ମଧ୍ୟରେ ବାସ କରୁଥିବା ଦେହୁରୀମାନଙ୍କର ଅଶୌଚ ପଡ଼ିବାରୁ ମା ଅପୂଜା ରହିଲେ। ଫଳରେ ରାଜାଙ୍କର ଚିନ୍ତା ବଢ଼ିଗଲା। ମାଙ୍କର ସ୍ୱପ୍ନାଦେଶ ପାଇ ରାଜା ଯେତେବେଳେ ଗୋଟିଏ ଘଟ ଆଣି ସେଥିରେ ଗୋଘୃତ ପୂର୍ଣ୍ଣ କରି
ତାକୁ ନେଇ ଦେହୁରୀଙ୍କୁ ଦେଲେ ଏବଂ ଦେହୁରୀମାନେ ତା ଦ୍ୱାରା ଶୌଚ ହେଲେ। ସେହି ଘଟର ମହିମା ବଢ଼ିବାରୁ ସ୍ଥାନର ନାମ ଘଟଗାଁ ହୋଇଥିବା ଅନୁମାନ କରାଯାଏ। ମାଙ୍କର ପର୍ବମାନଙ୍କ ମଧ୍ୟରୁ ଆଷାଢ଼ ମାସରେ ମାଙ୍କର ମଙ୍ଗଳବାର ଓଷା ଆରମ୍ଭ ହୁଏ। ଦଶହରା ବେଳେ 5 ଦିନ ପାଇଁ ଷଷ୍ଠୀରୁ ଦଶମୀ ଯାଏଁ ଚଣ୍ଡୀପାଠ, ହୋମ ଏବଂ ଯଜ୍ଞ ଇତ୍ୟାଦି ତାରିଣୀ ପୀଠରେ ଅନୁଷ୍ଠିତ ହୁଏ। ମାଙ୍କର ସବୁଠାରୁ ବଡ଼ ପର୍ବ ହେଉଛି ଚଇତି ପର୍ବ। ଏହା ବିଷୁବ ସଂକ୍ରାନ୍ତି 5 ଦିନ ପୂର୍ବରୁ ଆରମ୍ଭ ହୋଇ ବିଷୁବ ସଂକ୍ରାନ୍ତିରେ ଶେଷ ହୁଏ। ଏଥିରେ ମାଙ୍କର ସ୍ୱତନ୍ତ୍ର ପୂଜା ହୁଏ। ଏହି ସମୟରେ ପ୍ରତିଦିନ ପୀଠରେ ପାଲା ଅନୁଷ୍ଠିତ ହୁଏ ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଧୂମା, ଧୃତି ଓ ଧରଣୀର ମାତା ରିଦ୍ଧି ସିଦ୍ଧି ଯୁକ୍ତା ସୌମ୍ୟ ରୂପା ଜିତେନ୍ଦ୍ରିୟାଶ୍ୱରୀ ଯୋଗ ରୂପା ମା ତାରିଣୀ ତ୍ରେତୟା ଯୁଗରୁ ଭକ୍ତମାନଙ୍କୁ ସଙ୍କଟରୁ ଉଦ୍ଧାର କରି ଆସୁଛନ୍ତି। ଅଳ୍ପରେ ସନ୍ତୁଷ୍ଟା ମା ନଡ଼ିଆ ରଙ୍କୁଣୀ। ନଡ଼ିଆଟିଏ ଭକ୍ତିର ସହିତ ତାଙ୍କୁ ଅର୍ପଣ କରିଦେଲେ ଭକ୍ତର ସଙ୍କଟରୁ ଭକ୍ତକୁ ଉଦ୍ଧାର କରିନିଅନ୍ତି।